ଆକ୍ସିଡେଣ୍ଟ ଏ ଡାକ୍ତର ମାରି ବସି ତା ବାଳ ଖାଉଥିଲି ନା କ'ଣ ଟିକେ ତଣ୍ଟିରେ ଗୁଡ଼େଇ ହେଇଯିବ ରେ କାହିଁକି ତା ବାଳ ଖାଇଲୁ ରେ ତୁ କିଏ ମୁଁ କିଏ ମୋତେ ଚିହ୍ନି ପାରୁନି ବାଲା ବାଲା ଦେଖାଯାଉଛୁ ତୋରି ଘଇତା ମାନେ ମୁଁ ତ ସ୍ୱାମୀ ତୁ ମୋ ସ୍ତ୍ରୀ ଜାଣିପାରିଲୁ କେମିତି ବାବୁ ଆପଣ କ'ଣ କାହାକୁ କହୁଥିଲେ ଆପଣ ଏଇ ପାଗଳ ହେଇଗଲେଣି ପଇସା ପାଇଁ ଆଉ କ'ଣ ମୋ ସ୍ତ୍ରୀ ଚାଲୁ ଆପଣ ମୋ ସ୍ତ୍ରୀ ଆପଣ ସ୍ତ୍ରୀ କ'ଣ କହୁଛୁ ଏଇଟା ତୋ ସ୍ତ୍ରୀ ମୋତେ କ'ଣ ବାଇକ୍ ନେଇ ଆସିଛି ମୋ ସ୍ତ୍ରୀ ଘରଛଟି ମୁଁ ତାକୁ ଡାକି ଦେଖିବ ମୋ ପାଖକୁ ଆସିବ ମୁଁ ଠିକ୍ ଜାଣିପାରୁଛି ଧୋଇଆ ପଛପଟୁ ଯୋଉ ହାତ ଏମିତି କେମିତି କରେ ମୋ ଚାନ୍ଦିନୀ ସେମିତି କରେ ସେ ମୋ ସ୍ତ୍ରୀ ସ୍ତ୍ରୀ ମୁଁ ତ ସ୍ୱାମୀ ତୁ ମୋ ସ୍ୱାମୀ ତୋ ହସ୍ତ ଚାଳନା ମୁଁ ଜାଣିପାରୁଛି ତୁ ମୋ ସ୍ତ୍ରୀ ମୁଁ ତ ତୁ ଭାଷା କହିବ ତୁ ବାପା ବାପା ଚକଲ ଦେତେ କାହା କାହିଁ ଚକଲ ଖାଉନା ମୋ ବାପା ଖାଉ ଚକଲ ଖାଇ ବାବୁ ଆପଣ କାହା କ'ଣ କହୁଛନ୍ତି ଏ ମୋ ସ୍ତ୍ରୀ ଚାନ୍ଦିନୀ କି ମୁଁ ମୋର କହୁଛି ସେ ମୋ ସ୍ତ୍ରୀ ତାର ସେଇ ଆଖି ସେଇ ନାକ ସେଇ ପାଟି ସବୁ ତ ସେଇଆରେ କ'ଣ ଆପଣ ସ୍ତ୍ରୀ ନା ମୋ ସ୍ତ୍ରୀ କ'ଣ ଅଲଗା ହେଇଥାନ୍ତା ମୋ ସ୍ତ୍ରୀ କ'ଣ ଚନ୍ଦ୍ରପୁରୁଷ ହେଇଥିଲା ଆପଣ ସ୍ତ୍ରୀ ମଙ୍ଗଳ ଗ୍ରହରୁ ହେଇଥିଲା ଆଉ ଏଇ ଜାତି ମାନେ ସେ ଆଇଟମ 4ଟି ରହୁଛି ଆପଣଙ୍କର ଭାତ ଡାଲମା ଖଟା କ୍ଷୀରି କାହାର କେମିତି ପାମ୍ପଡ଼ ଆଇଟମ କିଏ ରଖୁଛି ଏକ୍ସଟ୍ରା ଆପଣ ସ୍ତ୍ରୀ ମୋ ସ୍ତ୍ରୀ ଅଲଗା କିନ୍ତୁ ଡ୍ରାଇଭର ସ୍ତ୍ରୀ ଯା ମାଲିକଙ୍କ ସ୍ତ୍ରୀ ସେଇଆ ହବ ନା ଏଇଆ ହବ ମୁଁ ଛଅଟି ଆଗ ତୁ ସବୁ ଘର ଭାଙ୍ଗିବା ପାଇଁ ଗାଡ଼ି ମୁଁ ପଳେଇ ଯାଆନ୍ତି କିନ୍ତୁ ଯାଇପାରୁନି କାହିଁ ପଚାରିଲା କ'ଣ ପାଇଁ ଯାଇଛନ୍ତି ଆପଣଙ୍କ ଗାଡ଼ି ଚେଚିସଟା ଭଲ ନୂଆ ଗାଡ଼ି କିନ୍ତୁ ଗିୟର ବକ୍ସ କାମ ମାରିଲାଣି ବାବୁ ଗିୟର ବକ୍ସ କାମ ମାରିଲାଣି ନା କେବଳ ମୁଁ ଡ୍ରାଇଭର ବୋଲି ଆପଣଙ୍କ ଦାନ୍ତି ଖାଇନେଇ ଅଲଗା ଡ୍ରାଇଭର ହେଇଥିଲେ ଦାନ୍ତି ଘୋଇସାରିଲେ ଖଡ଼ଙ୍ଗ ହୁଅନ୍ତା ତା କ୍ଲଚ୍ ପ୍ଲେଟ୍ ଠିକ୍ ନାହିଁ କ୍ଲଚ୍ ପ୍ଲେଟ୍ ଠିକ୍ ସେଟା କାହିଁ ମିଛ କହିବି ଆପଣଙ୍କ ଗାଡ଼ି ମୁଁ ମିଛ କହିବା କ୍ଲଚ୍ ପ୍ଲେଟ୍ଟା ଠିକ୍ ରହୁଛି ଦାନ୍ତି ଖାଇଗଲାଣି ଯଦି କହୁଛନ୍ତି ମୁଁ ଚଲେଇବିନି ଆଉ କ'ଣ ଆମେ ଚଲେଇ ଆଣିଲ ବାବୁ ବିରକ୍ତ ହଉଛନ୍ତି ତାଙ୍କ ଦାନ୍ତି ଖାଇଯାଉଛି ଦାନ୍ତି ଖାଇଯାଉଛି ମୁଁ ଇଏ ଖାଇଯାଉଛି ତମେ ଯଦି ବାବୁଙ୍କ ଗାଡ଼ି ନ ଚଲେଇବ ତାହେଲେ ବିଷ୍ଣୁ ଜାମ୍ ହେଇଯିବ ହେଲାଣି ଚଳେଇବାନି ମୋ ମୋବାଇଲ ଖରାପ କଲେ ଅସ୍କିତା ମୋବିଲ କଳା ପଡିଛି ଏଇଟା ସେ କହିବେନି କଳା ପଡିଯିବ ମୋବାଇଲ କଳା ପଡିଯିବନି ଆଉ ମୁଁ ପଳାଉ ତାହେଲେ ପଳେଇବ ତମେ ବାବୁଙ୍କ ଗାଡ଼ି ଚଲାଅ ଚଲା କରିଦ ଗାଡ଼ି ରହୁଛୁ ସେଟା ଚଲେଇ ପାରିବ ସେଟା ଘରକୁ ଯିବ ଶୁଣନ୍ତୁ ଶୁଣନ୍ତୁ ଆପଣଙ୍କ ଘର ବେଶୀ ବାଟ ନୁହଁ ଏଇଠି 500 ମିଟର ଇଏ କହୁଥିଲା ତାର ଗୋଟେ ଭଉଣୀ ଜାଣା ଭଉଣୀ ତାକୁ ଛୁଆଟି ବେଳୁ କୁକୁର ନେଇଯାଇଥିଲା ମୋ ଭଉଣୀ ଦଣ୍ଡରେ ଶୋଇଥିଲା ତା କୁକୁର ନେଇଗଲା କୁକୁର ନା ପଳେଇଥିଲା ଏ ଯୋଉ କୁକୁର ସାଙ୍ଗରେ ପଳେଇଥିଲା ଏ କୁକୁର ଯାହାକୁ ନେଇଯାଇଥିଲା ଆପଣ କାଳେ ତାକୁ ବାହା ହେଇଥିବେ ଚିହ୍ନି ପାରୁନାହାନ୍ତି ଜାଣା ଭଉଣୀ ଆପଣ ଜାଣନ୍ତି ଘରେ ଦେଖେ ସେ ବାବାଣୀ ଅଛନ୍ତି କି ନା ହଁ ଠିକ୍ କଥା ଆପଣ ଦେଖେ ଆସନ୍ତୁ ନା ମୁଁ ଦେଖିଥିଲି ମୋ ସାଙ୍ଗେ ଆସନ୍ତୁ ଆପଣ ଦେଖେ ମୋ ଭାଗ୍ୟରେ ଅଛି ବାବାଣୀ ମାଡ଼ ନାହିଁ ମରିଯିବି ତମେ କଣ ଡରିଛ ତମେ କଣ ଡରିଆ ଲୋକ ଡରିଛ তুমি জানিছো না কেতে খোঁজুছিল খুঁজিলে কোন ମୁଁ କହୁଥିଲି ଆମର ଘର ପଳେଇବା ପ୍ରକୃତିଟା ନେଇ କବାଡ଼ି ଖାନା ବିକିବା ଯାହା ହବ ତାକୁ ପୋଷ୍ଟାଲରେ ରଖିଦେଇକି ଆମେ ତାମିଲନାଡୁ ପଳେଇବା ଏଇଟା କଥା କଳରେ ଚାକିରି ବାବାଣୀ ଯାଅ ବାବାଣୀ ମୁଁ ଲାଟିନ୍ ବାଥରୁମ୍ ପର୍ଯ୍ୟନ୍ତ ବାଡ଼ି ଘର ସବୁଆଡ଼େ ଦେଖି ଆପଣ କହିଲେ କ'ଣ ହବ ମୁଁ ବା ମୋ ଘର ଯଦି ପଠେଇଲି ମୁଁ ଯାହାବି ବାବାଣୀ ଡାକିଦେବୁ ସେ ବାବାଣୀ ଡାକିଦେଲା ବାବାଣୀ ଆଇଲେଣି ବାବାଣୀ ଆଇଲେଣି ତମେ କେଡ଼େ ଛତ୍ରୀ ବି ଜାଣିଛି ଆଉ କ'ଣ ମୁଁ ସାରା ଖୋଜୁଛି ତମେ ଆସି ଆଡ଼େ ମାଇଲେଣି ମାଇଲୋ ମୁଁ ପାଗଳ କେତେ ଖୋଜିକି ଝାଳ ନାଳ ଆଣ୍ଠି ଆଇଲେ ଚାଲ ଘର ଭିତରକୁ ମୁଁ ବାଇଗଣ ଚେକ୍ ଚେକି ଭାଇ ପଖାଳ ବାଟି ଖାଇବ ଆସ ନା ମୁଁ ଆଜି ଭାତ ଖାଇବିନି ଯେତେ ଜଣ କମ କମ ଏଇ ଝାଳ ବୋହି ଯାଉଛି ମୁଁ ଆଗେ
ଟା କରିଦିଏ। ଆପଣ କିଛି ସ୍ଥାନ କାଳ ପାତ୍ର ଡ୍ରାଇଭର ଠିଆ ହେଇଯା। ନାଇଁ 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 କେମିତି ଲୋକ ଛୋଟ ପିଲା ଭଳିଆ ନାଇଁ, ହଉଛନ୍ତି? ତୁ ସତ ଖରାପ ଭାବିବନି। ନାଇଁ ବା ତୁ ସତରେ କହୁନି ଛେଳି ଭଳିଆ ଦେଖାଯାଉଛୁ। ତୁ ତା ସ୍ତ୍ରୀ ଘରଚଟି ନା ମୋ ସ୍ତ୍ରୀ ଚାନ୍ଦିନୀ? ଘରଚଟି? ତମେ ତା ଘରଚଟି ତମେ ତମେ ତାଙ୍କ ଘରଚଟି ପ୍ରେମରେ ପଡ଼ିଗଲଣି? ନା ପଡ଼ିନି ଘର ହେ ଭଗବାନ! କଣ କହିଲେ ତମେ? ଘରଚଟି? ତମେ ସେ ଘରଚଟି ପ୍ରେମରେ ପଡ଼ିଗଲଣି? ତମେ ମତେ ଆଉ ଭଲ ପାଉନ ହେ? ସେଇଥିପାଇଁ ତମେ ଘରେ ନ ରହି ବାହାରେ ରହୁଛ ହେ? ଆପଣ ରାସ୍ତା ତମେ ଭାସିଗଲା ହେ? ବାବାରେ ରାସ୍ତା ଉପରେ ଖାଇছে। ବାବାଣୀ ମୁଁ ତ ଆପଣ ଧୈର୍ଯ୍ୟ ଧରନ୍ତୁ। ମୁଁ ଅଛି ଠିକ ଅଛି। ବାବାଣୀ ଆପଣ ଧୈର୍ଯ୍ୟ ଧରନ୍ତୁ। ଛଡ଼ା ଠିକ ଟାଇମରେ ବୁଲେଇକି ଦେଖେଇ ଦଉଛି ସେ ଗୋଇଠା ପରେ ଗୋଇଠା କାଟି ଦଉଛି ରେ। ଧୈର୍ଯ୍ୟ ଧରନ୍ତୁ ଧୈର୍ଯ୍ୟ ଧରନ୍ତୁ। ଆପଣ ରାତିରେ କଣ କରୁଛନ୍ତି ଜାଣିଛନ୍ତି? ସେଇଥିପାଇଁ ଘରେ ନ ରହି ବାହାରେ ରହୁଛନ୍ତି। ମତେ ଯାଅ। ଆମକୁ ଦେଖିବାକୁ ପଡ଼ିବ। ବାବାରେ ବାବୁ ରାତିରେ ଯୋଉ ଘରେ ରହୁନାହାନ୍ତି ଆକୁ କୋଉଠୁ ତିଆରି କରିକି ଆଣିଛନ୍ତି ନା ଆଣିతే ଆକୁ ସବୁ ବ୍ୟବହାର କରିକି ଏ ଟ୍ରକ୍ ଡ୍ରାଇଭର ଗୁଡ଼ାକୁ ଶୋଷୁଛନ୍ତି। ହଁ? ଚିନ୍ତା କରନ୍ତୁ ଆମ ସଂଘରେ କହୁଥିଲେ ମୁଁ କିନ୍ତୁ ବିଶ୍ୱାସ କରିନଥିଲି। ଆଜି ଏମିତି ହେଲା ମୋରି ଗାଡ଼ି ମୋରି ଆପଣଙ୍କ ଗାଡ଼ିରେ ଚଢ଼ିକି ନିଜ ଡ୍ରାଇଭର ମାନେ ମୋ ସାଙ୍ଗରେ ଛାଡ଼ ତ କହିବନି ଛାଡ଼ୁ ନିଅନ୍ତୁ। ଆଉ ତମେ କିଛି କରିଛେ ଚାଚା? ମୁଁ ପୋଷାକ ପତ୍ର ଖୋଲି ଦେଇଥିଲି ଆପଣଙ୍କ ମୁହଁଟା ମନେ ପଡ଼ିଗଲା ତ ମୁଁ ଆଉ ବ୍ୟବହାର କଲିନି। ଶେଷରେ ତମେ ଏଇ ଧନ୍ଦା କରୁଛ? ଆଉ କ'ଣ କରିଥାନ୍ତି? କେଡ଼େ ନିଲେ ତା ଯେତେବେଳେ ଆରେ କାକରେ ଚୌଠି କରିବେ ଘରେ ବୋଲି ପଇସା ବାବୁ 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 ଆପଣ ଚଉଠି ପାଇଁ ଏ କାଣ୍ଡ କରୁଛନ୍ତି ନା ପଇସା ପାଇଁ ଏ କାଣ୍ଡ କରୁଛନ୍ତି? କ'ଣ ପଇସା ଆପଣ ଗୋଟେ ଅତି ଛୋଟ ଭଳିଆ କଥାବାର୍ତ୍ତା କହୁଛନ୍ତି। ଟ୍ରକ୍ ଅତି ଖଣ୍ଡ କିଣିବେ ଭାରି ଗଛ ଗଛ ଦେଖଉଛନ୍ତି ଆପଣ। କହିଲନି ମୁଁ ବଡ଼ ଗାଡ଼ିରେ ଯାଇ ଭିକ ମାଗିଥାନ୍ତି। ଆପଣ କଣ କରି ଜାଣିଛନ୍ତି? ଓ ମାଇପ ଭିକ ମାଗିବ ଦୟା ନା ଗୋଟିଏ ବସିବି। ନା ନା ଶୁଣୁ ଶୁଣୁ ଯାହା ହେଇଛି ହେଇଛି ଘଟଣାଟା ଏଇଠି ରହିଯାଉ ଆମ ଆମ ଭିତରେ କଥା। ଓ ଶଳା ଘର ଭଙ୍ଗା ଶଳା ଏକ ନମ୍ବର ଚାଲ ଶଳା ଏଠି ତୁ ଚାଲ ମୋର ଗାଡ଼ି ଚଲେଇବା ମୋର ଦେଖିଆ ହୁଅ ତମେ ପାଟି କରନି ବେଶୀ କଥାବାର୍ତ୍ତା କରନି। ବେଶୀ କଥାବାର୍ତ୍ତା କରୁଛନ୍ତି मला ତାଙ୍କର ଘର ନାହିଁ ଦ୍ୱାର ନାହିଁ ଏପିନା ତାପିନା ହଉଛନ୍ତି ଆମ ଗାଡ଼ି ଶୋଉଛନ୍ତି। ହେଇଠି ଅନେଇଲ ଆମର ଘରେ ରହିବେ ଆମର ଗାଡ଼ି ଚଲେଇବି। ତମର ଗାଡ଼ି ଚଲେଇବ ନା ନା ସେ ଯୋଉଟା ମ୍ୟାଡାମ କହିଲେ ମା ଯୋଉଟା କହିଲେ ଅବଶ୍ୟ ଆପଣ ମୋ ଉପରେ ରାଗୁଛନ୍ତି। ମ୍ୟାଡାମଙ୍କର ହୃଦୟ ବିଶାଳ ତେଣୁ ସିଏ ମୋତେ ଅଗ୍ରାଧିକାର ଦେଲେ ବା ସୁଯୋଗ ଦେଲେ ସେଥିପାଇଁ ମୁଁ ନିଜେ ଧନ୍ୟବାଦ କରୁଛି। ଆପଣ ଗୋଟେ କାମ କରନ୍ତୁ ଆପଣ ଯୋଉ ସନ୍ଦେହ ସୃଷ୍ଟି ହେଉଛି ମୋ ସ୍ତ୍ରୀ କିଏ ଆପଣ ମ୍ୟାଡାମ କିଏ ଜାଣିପାରୁନାହାନ୍ତି। ମୁଁ ମୋ ସ୍ତ୍ରୀକି ନେଇ ଆସୁଛି। ହଁ ଆପଣ ମୋତେ ବଖରେ ଘର ଦେବେ ଏଇଠି ଫୁଟେଇକି ଆମର ଦି ଜଣ ଖାଇବୁ ଆପଣଙ୍କର ଚଲେଇବୁ ଗାଡ଼ି। ହଁ ଦୟା ତମର ସେ କଥା ପୋଖରୀ ଘରେ କଣ ଆଜ୍ଞା ତମେ ତମ ଖଟ ଉପରେ ଶୋଇବ। ସେଇଟା ଆପଣଙ୍କର ମହାନତା। ଯଦି ଡ୍ରାଇଭରକୁ ଆପଣ ଖଟ ଦେଇପାରିବେ ମୁଁ ଅତ୍ୟନ୍ତ ପ୍ରୀତ। ତାର ସବୁ ଦେବ ତମେ ଆଉ ତମ ଡ୍ରାଇଭର ନ ଦେଇପାରିବ ତମେ ମୋ ସବୁ ଭାଇ ଦେଇଦିଅ। ଏଇଲୋ ସଂସାର ନେଲେଇଲେ ଭାଗ୍ୟ ସେ ମୋ ଭାଗ୍ୟ। ମୁଁ ସେ ଆର ଗାଡ଼ିର ସୁଗାତ ନନା ଅଛି ମୋ ଡ୍ରାଇଭର ଅଛି ଆଜ୍ଞା। ବକୁଆ ମୁଁ ତାକୁ ବିଦା କରିଦେବି। ମୋ ସ୍ୱାମୀ ତ ମୋ ଠାରୁ ଡବ ଆମ ତମର ଦି ଜଣ କରିଛନ୍ତି ଆଜ୍ଞା ମୁଁ ଆସି ଯାଉଛି ମୋ ସ୍ତ୍ରୀ। ଦୟା ଆସ୍ତେ ଆସ୍ତେ ଯିବ ତଳକୁ ଅନେଇକି ଯିବ ତମେ ଝୁଣ୍ଟିଲେ ମତେ ବାଧିବ ଆଉ କ'ଣ ଦେଖିଯିବ। ଆଚ୍ଛା ଠିକ ତ ମାଇକି କାଟୁ ଆମେ ଆଡ଼େ ଦୟା ଗଲ ଗଲ ନା ଡ୍ରାଇଭର କେତେ ବାଟ ହେଇଲ ଦୟା ଆଡ଼େ ନ ହେଲେ କି ଆଡ଼େ ଦେଖ ଆଡ଼େ କେମିତି ହେଲେଣି ମୁଁ ସଲ ସଲ ମାରିବୁ ଯେତେବେଳେ ଗୋଟେ କାଲି ତମେ ସେଠି କାହିଁ ହଉଛ ଆମ ଦେଖା ଗୋଟେ ବିଷ ଭଳିଆ ଲାଗୁଛି। ଯା କାଇଦା କରୁଛି ଯାଇକି ତା ମାଇକି ନେବା ପାରେ ତା ମାଇକି ନେଉ ସେ ନେଇ ଆସିବ ତମେ ଦି ଭଉଣୀ ଯାକ ଖଟ ମଝିରେ ଶୋଇବ ସେଇ ଖଟ ସେପଟେ ମୁଁ ଖଟ ଏପଟେ